जय जगन्नाथ बंधुगण ଏହି ଭିଡିଓରେ ଆମେ ଜାଣିବା ଅକ୍ଟୋବର ମାସରେ ଆସିବାକୁ ଥିବା ପର୍ବପର୍ବାଣୀ ଗୁଡ଼ିକ ବିଷୟରେ ଏବଂ ତାଙ୍କର ପୁଣ୍ୟତିଥି ବିଷୟରେ ଆମେ ଜାଣିବା। ପ୍ରଥମେ 1 ତାରିଖ ବୁଧବାର ଦିନ ରହିଛି ମୃଣ୍ମୟୀ ଦେବୀଙ୍କ ମହାନବମୀ ଏବଂ ପିଠେ ବିଶ୍ରାମ। ତାପରେ 2 ତାରିଖ ଗୁରୁବାର ଦିନ ରହିଛି ବିଜୟା ଦଶମୀ। ଏହି ଦିନ ବହୁତ ମହତ୍ୱପୂର୍ଣ୍ଣ। ତାପରେ ରହିଛି ମୃଣ୍ମୟୀ ଦେବୀଙ୍କର ଦଶହରା, ପିଠେ ଦଶହରା, ଶ୍ରୀମନ୍ଦିରରେ ଦଶହରା, ଶ୍ରୀ ଭେଙ୍କଟେଶ୍ୱରଙ୍କ ଜୟନ୍ତୀ ଏବଂ ସୁଦଶା ବ୍ରତ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ ବୃଦ୍ଧି ହେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଥାଏ। ତେଣୁ ନିଶ୍ଚିନ୍ତ ଭାବରେ ଏହି ଦିନ ପୂଜା ପାଠ କରନ୍ତୁ। ତାପରେ 3 ତାରିଖ ଶୁକ୍ରବାର ଦିନ ଭସାଣୀ ଯାତ୍ରା ରହିଛି ଏବଂ ଏହି ଦିନ ମଧ୍ୟ ପାପାଙ୍କୁଶ ଏକାଦଶୀ। ତେଣୁ ନିଶ୍ଚିନ୍ତ ଭାବରେ ସମସ୍ତେ ଏକାଦଶୀ ପାଳନ କରିବା ବିଧେୟ। ତାପରେ 5 ତାରିଖ ରବିବାର ଦିନ ଶିବ ଚତୁର୍ଦ୍ଦଶୀ। ଏହି ଦିନ ଉପବାସ କରାଯାଏ ଏବଂ ଏହି ଦିନ ବେଢା ପରିକ୍ରମା ରହିଛି। ତାପରେ 6 ତାରିଖ ଦିନ ମା ଗଜଲକ୍ଷ୍ମୀଙ୍କର ପୂଜା ଆଉ କୁମାର ଉତ୍ସବ ରହିଛି। ତେଣୁ ନିଶ୍ଚିନ୍ତ ଭାବରେ ଏହି ଦିନ ମଧ୍ୟ ଯେଉଁମାନେ ଲକ୍ଷ୍ମୀ ପୂଜା କରନ୍ତି ସେମାନଙ୍କର ଧନ ସମ୍ପତ୍ତି ବୃଦ୍ଧି ହେବାର ସମ୍ପୂର୍ଣ୍ଣ ଭାବରେ ସମ୍ଭାବନା ରହିଥାଏ। ତେଣୁ ନିଶ୍ଚିନ୍ତ ଭାବରେ ଆପଣ ମା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରିବା ଉଚିତ। ତାପରେ 7 ତାରିଖ ମଙ୍ଗଳବାର ଦିନ କୁମାର ପୂର୍ଣ୍ଣିମା ରହୁଛି। ଏହି ଦିନ ସ୍ୱାସ୍ଥ୍ୟ ପକ୍ଷରେ ବହୁତ ଲାଭକାରୀ ଅଟେ। ତେଣୁକରି ଏହି ଦିନକୁ ବହୁତ ଭଲ ଭାବରେ ପାଳନ କରିବା ଉଚିତ। କୁହାଯାଏ ଏହି ଦିନ ଚନ୍ଦ୍ରମା ପୃଥିବୀର ନିକଟତର ହୋଇଥାଏ। ତେଣୁ ଏହି ଦିନ ଯେଉଁମାନେ କ୍ଷୀରି କରିକି ଏବଂ ସେ କ୍ଷୀରିକୁ ଚନ୍ଦ୍ରଙ୍କୁ ଦର୍ଶନ କରିକି ପାନ କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ଲାଭ ହୋଇଥାଏ ବୋଲି ରହିଛି, ବିଧାନ ରହିଛି। ତେଣୁ ନିଶ୍ଚିତ ଭାବରେ ଏହା ବିଷୟରେ ଆପଣମାନେ ସର୍ଚ୍ଚ କରିକି ବା ଅନୁସନ୍ଧାନ କରିକି ଏହି ନିୟମକୁ ପାଳନ କରନ୍ତୁ। ତାପରେ ଏହି ଦିନ ବାଲ୍ମୀକି ଜୟନ୍ତୀ ମଧ୍ୟ। ତାପରେ କାର୍ତ୍ତିକ ବ୍ରତ ଏହି ଦିନ ଠାରୁ ହିଁ ଆରମ୍ଭ ହୋଇଥାଏ। ତାପରେ 17 ତାରିଖ ଶୁକ୍ରବାର ଦିନ ରମା ଏକାଦଶୀ ଆଉ ତୁଳା ମାନେ ଗର୍ଭଣା ସଂକ୍ରାନ୍ତି। ତାପରେ ଗପତ୍ସା ଦ୍ୱାଦଶୀ ରହିଛି ଏହି ଦିନ ମଧ୍ୟ। ତେଣୁ ଏହି ଦିନ ମଧ୍ୟ ବହୁତ ପୁଣ୍ୟ ଏକାଦଶୀ ଅଟେ। ମାନେ ଏହି ଦିନ ଏକାଦଶୀ ସହିତ ଦ୍ୱାଦଶୀ ଯେହେତୁ ରହିଛି ତେଣୁ ଏହି ଏକାଦଶୀ ନିଶ୍ଚିନ୍ତ ଭାବରେ ପାଳନୀୟ। କାହିଁକି ନା ଶାସ୍ତ୍ର ଅନୁସାରେ ଯଦି ଏକାଦଶୀ ଆଉ ଦ୍ୱାଦଶୀ ମିଶିକି ଥାଏ ତେବେ ସେହି ଦିନଟି ବହୁତ ଶକ୍ତିଶାଳୀ ଏବଂ ବହୁତ ପୁଣ୍ୟଦାୟୀ ତିଥି ହୋଇଥାଏ। ତେଣୁ ଏହି ଏକାଦଶୀ ନିଶ୍ଚିନ୍ତ ଭାବରେ ପାଳନ କରିବା ବିଧେୟ। ତାପରେ 19 ତାରିଖ ରବିବାର ଦିନ ରହିଛି ଧନ୍ୱନ୍ତରୀ ଜୟନ୍ତୀ, ଯମଦ୍ୱୀପ ଦାନ ଏବଂ ନରକ ଚତୁର୍ଦ୍ଦଶୀ। ତା ସହିତ ରହିଛି ଶିବ ଚତୁର୍ଦ୍ଦଶୀ ଉପବାସ ଓ ଏହି ଦିନ ମଧ୍ୟ ବେଢା ପରିକ୍ରମା ରହିଛି। ତାପରେ 20 ତାରିଖ ସୋମବାର ଦିନ ଶ୍ୟାମ କାଳୀ ପୂଜା, ମାନେ ଏହି ଦିନ ମା କାଳୀଙ୍କର ପୂଜା ରହିଛି ବା କାଳୀ ପୂଜା ବୋଲି ଯୋଉଟା ଆମର ପୁରା ଓଡ଼ିଶାରେ ପ୍ରସିଦ୍ଧ ତାହା ଏହି ଦିନ ରହିଛି। ତାପରେ 21 ତାରିଖ ମଙ୍ଗଳବାର ଦିନ ଦୀପାବଳି ଆଉ ପାୟା ଶ୍ରାଦ୍ଧ, ଯୋଉଟା କି ବହୁତ ମହତ୍ୱପୂର୍ଣ୍ଣ ତିଥି ଆମର ସମ୍ପୂର୍ଣ୍ଣ ସନାତନ ଧର୍ମ ପାଇଁ, ଆମର ହିନ୍ଦୁମାନଙ୍କର ଏବଂ ଆମର ଭାରତୀୟ ସଂସ୍କୃତିରେ ଗୋଟେ ବହୁତ ମହତ୍ୱପୂର୍ଣ୍ଣ ତିଥି। ତାପରେ 22 ତାରିଖ ବୁଧବାର ଦିନ ରହିଛି ଗୋବର୍ଦ୍ଧନ ପୂଜା ଆଉ 23 ତାରିଖ ଗୁରୁବାର ଦିନ ରହିଛି ଯମ ଦ୍ୱିତୀୟା, ଭାତୃ ଦ୍ୱିତୀୟା, ଦ୍ୱିତୀୟାରେ ଚନ୍ଦ୍ର ଦର୍ଶନ ଓ ପୂଜା। 25 ତାରିଖ ଶନିବାର ଦିନ ରହିଛି ନାଗ ଚତୁର୍ଥୀ ଆଉ 29 ତାରିଖ ବୁଧବାର ଦିନ ଷୋଳ ଶାସନ ଅମୃତ ମଣହ ଭୋଗ ରହିଛି। ତାପରେ 31 ତାରିଖ ଶୁକ୍ରବାର ଦିନ ଅଁଳା ନବମୀ ରହିଛି, ଜଗଦ୍ଧାତ୍ରୀ ପୂଜା ରହିଛି, ତାପରେ ଶ୍ରୀ ରାଧାଙ୍କର ପାଦ ଦର୍ଶନ ରହିଛି। ତେଣୁ ଏହି ଦିନ ମଧ୍ୟ ବହୁତ ମହତ୍ୱପୂର୍ଣ୍ଣ ଅଟେ। ତ ବନ୍ଧୁଗଣ, ଇଏ ଥିଲା ଅକ୍ଟୋବର ମାସର କିଛି ମହତ୍ୱପୂର୍ଣ୍ଣ ତିଥି ଗୁଡ଼ିକ। ଯଦି ଏହିପରି ଭାବରେ କ୍ୟାଲେଣ୍ଡର ସମ୍ବନ୍ଧୀୟ ଏବଂ ପର୍ବପର୍ବାଣୀ ସମ୍ବନ୍ଧୀୟ ତା ସହିତ ପୂଜା ବିଧି ଆଦି ଯଦି ଆପଣ ଦେଖିବା ପାଇଁ ଚାହୁଁଛନ୍ତି, ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଆମର ଚ୍ୟାନେଲକୁ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ କରନ୍ତୁ। କାହିଁକିନା ଆମେ ଏହିପରି ଭିଡ଼ିଓ ଗୁଡ଼ିକ ଏହି ଚ୍ୟାନେଲରେ ଲଗାତାର ଆମେ ଅପଲୋଡ଼ କରିଥାଉ। ଧନ୍ୟବାଦ।